जय जगन्नाथ सांगमाने नमस्कार दर्शक बंधु। छत्तीसगढ़ राज्य जांजगीर और चंपारण जिलार बड़ डंबरा स्थित निकटस्थ महानदी मांडो संगम स्थल में अवस्थित यही चंद्रपुर माँ चंद्रहासिनी मंदिर जोठारे भी विराजमान करिसेंती माँ चंद्रहासिनी। यहाकू सिद्ध शक्तिपीठ मध्य कहुए। माँ दुर्गा नवटी सिद्धि शक्तिपीठ मध्यरु यह मध्य एक अन्यतम शक्तिपीठ। माँ चंद्रहासिनी एही भव्य मंदिर किपरि भाबरे गठित होइथिला आसंतु टिके संक्षेपरे बुझिनेबा। थरे सम्बलपुर राजा चंद्रहास चंद्रपुर बाट देई जाउथिले। बाटरे गला बेले माँ चंद्रहासिनी महानदी कूଳରେ शयन करुथिले। महानदी कूଳରେ शोइथिबा द्वारा शीतल पवन माँक देहरे बाजुथिला। ସେଥିପାଇଁ ସେ ମହାନଦୀ କୂଳରେ ଶୋଇଥିଲେ। ଏମିତି ମହାନଦୀ କୂଳରେ ଦେଇ ଗଲାବେଳେ ମା ପାଦରେ ବାଜିଲା ରାଜାଙ୍କ ରଥର ଚକ୍ର। ବାଜିବା ମାତ୍ରେ ମା କିଛି ପ୍ରତିକ୍ରିୟା ଦେଲେ ନାହିଁ। କିନ୍ତୁ ଏମିତି କିଛି ଦିନ ଗଲା ପରେ ଥରେ ରାଜା ସପନରେ ମା ଚନ୍ଦ୍ରହାସିନୀ ଆସିଲେ। ଆଉ କହିଗଲେ କେତୋଟି ବାକ୍ୟ। ଆଉ ସେହି ବାକ୍ୟଗୁଡ଼ିକ ହେଲା ଏ ଚନ୍ଦ୍ରପୁରର ମାଣ୍ଡୋ ଓ ମହାନଦୀ ସଙ୍ଗମ ସ୍ଥଳରେ ମୋର ଏକ ଭବ୍ୟ ମନ୍ଦିର ନିର୍ମାଣ କରିବୁ। ତା ସଙ୍ଗେ ମୋର ମୂର୍ତ୍ତି ସ୍ଥାପନ ମଧ୍ୟ କରିବୁ। ଏତିକି କହିବା ମାତ୍ରେ ସ୍ୱପ୍ନରୁ ଚାଲିଗଲେ। ଏହାପରେ ରାଜା ସେଠାକାର ଜମିଦାରଙ୍କ ସହିତ ସେ କଥାବାର୍ତ୍ତା ହେଲେ। ଆଉ ଜମିଦାରଙ୍କୁ ଦାୟିତ୍ୱ ମଧ୍ୟ ଦେଲେ। ସେହି ଜମିଦାର ସୁନ୍ଦର ରୂପେ ସେହି ମନ୍ଦିରକୁ ସେ ନିର୍ମାଣ କଲେ ଓ ମା ଚନ୍ଦ୍ରହାସିନୀଙ୍କୁ ନିଜ କୁଳଦେବୀ ଭାବରେ ପୂଜା ଅର୍ଚ୍ଚନା ମଧ୍ୟ କଲେ। ସେହି ଦିନଠାରୁ ନେଇ ଆଜି ପର୍ଯ୍ୟନ୍ତ ମା ଚନ୍ଦ୍ରହାସିନୀଙ୍କ ପୂଜା ଅର୍ଚ୍ଚନା ଚାଲି ଆସୁଛି। ଏ ଥିଲା ମା ଚନ୍ଦ୍ରହାସିନୀଙ୍କର ସ୍ଥାପନାର କାହାଣୀ। ଏହି ମନ୍ଦିରରେ ଏହିପରି ଅନେକ ଘଟଣା ଓ ଦୁର୍ଘଟଣାମାନ ଘଟି ସାରିଛି। ସେଥିମଧ୍ୟରୁ ଆମେ ଏକ ଅନ୍ୟତମ ଘଟଣା ଉପରେ ଆଲୋଚନା କରିବା। କେତେକ ସ୍ଥାନୀୟ ଲୋକଙ୍କ ମତରେ ଥରେ ଶିଶୁର ପିତା ଶିଶୁକୁ ମହାନଦୀକୁ ଫିଙ୍ଗିବା ପାଇଁ ଜୀବନରୁ ମାରିଦେବା ପାଇଁ ମହାନଦୀ ଅଭିମୁଖେ ଆସୁଥିଲା। ସମସ୍ତ ବ୍ୟବସ୍ଥା ପରେ ଶିଶୁର ପିତାଟି ମହାନଦୀ ସେତୁ ଉପରକୁ ଆସିଥିଲେ। ସେ ଆଉ କିଛି ନ ଭାବି ଶିଶୁଟିକୁ ମହାନଦୀ ଗର୍ଭରେ ଫିଙ୍ଗିଦେଲେ। ଶିଶୁକୁ ଫିଙ୍ଗିଦେବା ପରେ ଶିଶୁଟି ଯାଇ ମହାନଦୀ ଗର୍ଭରେ ପଡ଼ିଲା। ଠିକ୍ ସେତିକିବେଳେ ଚନ୍ଦ୍ରପୁରର ମା ଚନ୍ଦ୍ରହାସିନୀଙ୍କର ଅପାର କୃପା ଦେଖିବାକୁ ମିଳିଲା। ହଠାତ୍ ସେ ମହାନଦୀ ଗର୍ଭରେ ଯାଇ ମା ପ୍ରକଟ ହେଲେ। ସଙ୍ଗେ ସଙ୍ଗେ ସେ ଛୁଆଟିକୁ ମହାନଦୀ ଗର୍ଭରୁ ଉଦ୍ଧାର କରି ମହାନଦୀ କୂଳକୁ ଆଣିଲେ। ସ୍ଥାନୀୟ ଲୋକମାନେ କହନ୍ତି ସେହି ଶିଶୁଟିକୁ ଉଦ୍ଧାର କଲାପରେ ସେ ଶିଶୁଟି ଆଜି ମଧ୍ୟ ମା ଚନ୍ଦ୍ରହାସିନୀଙ୍କ ସେବା ଯତ୍ନରେ ମଗ୍ନ ହୋଇ ରହିଛି। ଯେବେଠାରୁ ଏ ଘଟଣା ଘଟିଛି ସେହିଦିନଠୁ ମାଙ୍କ ନୀଳା ଅପାର କୃପା ତାଙ୍କ ଭକ୍ତମାନଙ୍କ ମନ ଭିତରେ ଏକ ସ୍ୱତନ୍ତ୍ର ଭାବ ସୃଷ୍ଟି କରିଦେଇଛି। ସେଥିପାଇଁ ଆଜି ମଧ୍ୟ ଚନ୍ଦ୍ରହାସିନୀ ମନ୍ଦିରରେ ଅନେକ ଭକ୍ତଙ୍କ ଭିଡ଼ ଲାଗି ରହିଥାଏ। ତ ଆଜିର ଭିଡ଼ିଓଟି ଆପଣମାନଙ୍କୁ କିପରି ଲାଗିଲା କମେଣ୍ଟ ମାଧ୍ୟମରେ ଆପଣଙ୍କର ମତାମତ ଜଣାନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଅନ୍ୟ କୌଣସି ମନ୍ଦିର ଏମିତି ରହସ୍ୟମୟ କଥା ଜାଣିବା ପାଇଁ ଚାହୁଁଥିଲେ ତେବେ ଏବେ ହିଁ ଆମର ସାଇ ଓଡ଼ିଆ ଷ୍ଟୋରିକୁ ସବସ୍କ୍ରାଇବ୍ କରିକି ରଖନ୍ତୁ। ରହୁଛି ନମସ୍କାର, ଜୟ ଜଗନ୍ନାଥ। ପୁଣି ଦେଖା ହେବ ଏକ ସୁନ୍ଦର ଭିଡ଼ିଓ ସହିତ ଆଗାମୀ ଦିନମାନଙ୍କରେ। ରହୁଛି ନମସ୍କାର, ଜୟ ଜଗନ୍ନାଥ।